ସବୁବେଳେ ତ ଅଟାରେ ପୁରୀ ବନେଇ ବନେଇ ନିହାତି ଖାଉଥିବେ, ହେଲେ ଥରେ ଏମିତି ଥରେ ବନାନ୍ତୁ ଟମାଟୋ ପୁରୀ, ଯେଉଁଟାକି ଖାଇବା ପାଇଁ ବହୁତ ଟେଷ୍ଟି ଲାଗିବ। ଆଉ ବନେଇବାରେ ତ ପୁରାପୁରି ଇଜି। ଯଦି ଥରେ ଏମିତି ଟମାଟୋ ପୁରୀ ଯଦି ବନେଇକି ଖାଇଛନ୍ତି ତ ଆଉ ସବୁବେଳେ ଅଟାର ପୁରୀ ଖାଇବାଟା ଏକଦମ ଭୁଲିଯିବେ। କେବେ କେବେ ଏମିତି ନୂଆ ଟ୍ରାଏ କରନ୍ତୁ, ଆଉ ଘର ଲୋକଙ୍କୁ ଆଉ ନିଜେ ବି କିଛି ନୂଆ ଖାଇବା ପାଇଁ ଟ୍ରାଏ କରନ୍ତୁ। ଦେଖିବେ ନିଜ ସାଙ୍ଗରେ ସମସ୍ତେ ବି ଖୁସିରେ ଖାଇନେବେ ଏଇ ଟମାଟୋ ପୁରୀ। ତ ହ୍ୟାଲୋ ଫ୍ରେଣ୍ଡସ୍, ବାସୁମତୀ କିଚେନରେ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ସ୍ୱାଗତ ଜଣାଉଛି। ଯଦି ମୋ ଭିଡ଼ିଓଟା ଭଲ ଲାଗେ ତ ଭିଡ଼ିଓକୁ ଗୋଟେ ଲାଇକ୍ କରିବା ସାଙ୍ଗରେ ଦୟାକରିକି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ଆମର ଏମିତି ନୂଆ ନୂଆ ଆଉ ଟେଷ୍ଟି ରେସିପି ଦେଖିବା ପାଇଁ। ତ ଆଜି ଯେଉଁ ମୋ ତଣ୍ଟି ବସିଯାଇଛି ଫ୍ରେଣ୍ଡସ୍, ତ ମୋ ତଣ୍ଟି ଉପରେ ବିଲକୁଲ ଯାଆନ୍ତୁନି, ଖାଲି ମୋ ରେସିପିଟାକୁ ଦେଖନ୍ତୁ। ଆପଣମାନେ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ତଣ୍ଟି ତ ଆଜି ବସିଯାଇଛି, କାଲି ପୁରା ଠିକ୍ ହେଇଯିବ। କାରଣ এই ତଣ୍ଟି ବସିବା ପାଇଁ ମୁଁ ଗଲା କାଲି ଦିନର ଭିଡ଼ିଓଟା ମୁଁ ପକେଇନି, କାରଣ ମୋ ତଣ୍ଟିଟା ବହୁତ ହି ଖରାପ ଥିଲା। ଆଜି ଟିକେ ନାକୁ ଭଲ ହେଇଯାଇଛି, ତ ଆଜି ରେସିପି ବନେଇଛି। ତ ଚାଲନ୍ତୁ। ତ ଦେଖନ୍ତୁ ଫ୍ରେଣ୍ଡସ୍, ମୁଁ ଏଇଠି ନେଇଯାଇଛି ଗୋଟେ ଟମାଟୋକୁ 4 ଫାଳ କାଟିକି ଏଇଠି ମୁଁ ନେଇଛି। ତ ଦେଖିପାରୁଥିବେ 1 ଇଞ୍ଚ ଅଦାକୁ ଏମିତି 3 ପିସ୍ କାଟିକି ଏଇଠି ଆମେ ଦେଇଦେବା। ଆଉ ରାଗ ପାଇଁ ଗୋଟେ କଞ୍ଚା ଲଙ୍କା ଏଇଠି ଆମେ ଦେବା। ସବୁଯାକ ଜିନିଷ ଚିକ୍କଣ କରିକି ବାଟି ନେବା। ତ ଦେଖନ୍ତୁ ଚିକ୍କଣ କରିକି ମୁଁ ବାଟି ନେଇଛି। ତ ଏଇ ଚାଲନ୍ତୁ ଫ୍ରେଣ୍ଡସ୍, ୟା ପାଇଁ ପୁରୀ ପାଇଁ ଅଟା ଚକୁଡ଼ିବା। ତ ମୁଁ ଏଇଠି ନେଇଯାଇଛି ଗୋଟେ ବଡ଼ ବେଲାଟିଏ, ତା ଦେହରେ ମୁଁ ଦେଉଛି ଗହମ ଅଟା 1 କପ୍। ଆଉ ସ୍ୱାଦ ଅନୁସାରେ ଏଇଠି ଆମେ ଦେଇଦେବା ଲୁଣ ଆପଣମାନେ କମ୍ ବେଶୀ କରିପାରିବେ। ଆଉ 1 ଚାମଚ ଏଇଠି ମୁଁ ଦେଉଛି ବେସନ, ଗୋଟେ ବଡ଼ ଚାମଚରେ ଚାମଚେ। ଆଉ ଅଳ୍ପ ଟିକେ ନାକୁ ହଳଦୀ ଗୁଣ୍ଡ ବି ମୁଁ ଏଇଠି ଦେଉଛି, ଆଉ ଅଳ୍ପ ଟିକେ ନାକୁ ଲଙ୍କା ଗୁଣ୍ଡ ବି ଦେଉଛି, ଆଉ ଅଧା ଚାମଚ ଧନିଆ ଗୁଣ୍ଡ ବି ଏଇଠି ମୁଁ ଦେଉଛି। ଆଉ 1 ଚାମଚ କସ୍ତୁରୀ ମେଥି ନେଇକି ହାତରେ ୟାକୁ ବଢ଼ିଆ ସେ ରଗୁଡ଼ିକି ଏଇଠି ଆମେ ଦେଇଦେବା। ତ ଦେଖନ୍ତୁ ଏମିତି କରିକି ଦେଇଦେଲେ କସ୍ତୁରୀ ମେଥିର ବାସ୍ନା ବହୁତ ଭଲ ଆସିବ। ତ ଅଧା ଚାମଚ, ଛୋଟ ଚାମଚର ଅଧା ଚାମଚ ଏଇଠି ମୁଁ କଳା ରାଶି ଦେଉଛି। ଫ୍ରେଣ୍ଡସ୍, ଏଇଠି ଆମେ ରିଫାଇନ୍ ତେଲ 2ରୁ 3 ଚାମଚ ରିଫାଇନ୍ ତେଲ ଦେଇକି ଏଇ ଅଟାଟାକୁ ବଢ଼ିଆ ସେ ଆମେ ଖାସ୍ତା ବନେଇବା। ତ ଯେତେ ବଢ଼ିଆ ସେ ଆପଣମାନେ ଖାସ୍ତା ବନେଇବେ ତ ଆପଣମାନଙ୍କ ପୁରୀଟା ସେତିକି କ୍ରିସ୍ପି ହେବ। ଆଉ 2ରୁ 3 ଘଣ୍ଟା ପର୍ଯ୍ୟନ୍ତ ପୁରୀଟା ଫୁଲିକି ହିଁ ରହିବ, ବିଲକୁଲ ବି ଦବିବନି। ତ ଯଦି ଯେତିକି ଆପଣମାନେ ଭଲସେ ଖାସ୍ତା ଯଦି କରିଥିବେ। ତ ଦେଖନ୍ତୁ ଏଇଠି ମୁଁ ବଢ଼ିଆ ସେ ଖାସ୍ତା କରିସାରିଛି। ଏମିତି ମୁଠା ବାନ୍ଧିଲେ ମୁଠା ବି ହେଇଯାଉଛି। ତ ଆମେ ଯେଉଁ ଆଗରୁ ଯେଉଁ ବାଟିକି ରଖିଥିଲେ ଟମାଟୋ ପେଷ୍ଟଟା ଏଇଠି ଆମେ ଦେଇଦେବା। ଆଉ ଏଇଠି ଅଳ୍ପ ଟିକେ ନାକୁ ଜାର୍ରେ ପାଣି ଯେଉଁ ଦେଇକି ଅଳ୍ପ ଟିକେ ନାକୁ ଦେଇକି ଚକୁଟି ଦେବା। ଆଉ ଏକ୍ସଟ୍ରା ପାଣି ବିଲକୁଲ ବି ଦେବେନି, ସେତିକି ପାଣି ଦେଇକି ହିଁ ଏଇଠି ଆମେ ଚକୁଟିବା। ତ ଦେଖନ୍ତୁ ଫ୍ରେଣ୍ଡସ୍, ମୁଁ ଏଇ ଅଟାଟାକୁ ବଢ଼ିଆ ସେ ଚକୁଟି ସାରିଛି। ତ ଏ ଅଟା ଚକଟାଟାରେ କ'ଣ ଟିକେ ନାକୁ ହାର୍ଡ଼ ଚକୁଡ଼ିବେ। ରୁଟି ପାଇଁ ଆମେ ଯେତିକି ନରମ ଚକୁଟୁଛେ ସେତିକି ନରମ ବିଲକୁଲ ନୁହେଁ, ଟିକେ ନାକୁ ହାର୍ଡ଼ ହିଁ ଚକୁଟିକି ରେଡ଼ି କରିବେ। ତ ଚାଲନ୍ତୁ ଏବେ ଆମେ ଗୋଟେ ବଡ଼ ଗୁଳା ଏମିତି ଆମେ ବନେଇକି ବାହାର କରିନେବା। ତ ଦେଖନ୍ତୁ ଫ୍ରେଣ୍ଡସ୍, ଏମିତି କରିକି ଆକୁ ଟିକେ ନାକୁ ରୁଟି ଠାରୁ ଟିକେ ନାକୁ ବଡ଼ ଗୁଳା ଆମେ ବାହାର କରିବା। ତ ଦେଖନ୍ତୁ, ଆଉ ବେଲଣା କାଠି ଉପରେ ତେଲ ଟିକେ ନାକୁ ଲଗେଇଦେବା। ବେଲଣା କାଠି ଆଉ ବେଲଣା ପେଡ଼ି ଉପରେ ତେଲ ଟିକେ ନାକୁ ଲଗେଇକି ଗୋଟେ ଗୁଳା ଆମେ ନେଇଯିବା। ଆଉ ଆକୁ ଟିକେ ନାକୁ ପତଳା କରିକି ବେଲିବା, ନା ବେଶୀ ପତଳା ନା ବେଶୀ ମୋଟା। ଆମେ ଯେମିତି ରୁଟି ପାଇଁ ବେଲୁଛେ ସେମିତି ଏଇଠି ଆମେ ବେଲିବା। ମୁଁ ଏଇଠି ତେଲ ଦେଇକି ବେଲୁଛି ଫ୍ରେଣ୍ଡସ୍, ଆପଣମାନେ ଚାହିଁଲେ ଅଟା ବି ଦେଇକି ବେଲି ପାରିବେ, କିନ୍ତୁ ଅଟା ଦେଇକି ବେଲିଲେ ଆମର ତେଲଟା ପୁରାପୁରି କଳା ହେଇଯିବ, ଆଉ ନେକ୍ସଟ ଟାଇମ୍ ଆମେ ୟୁଜ୍ କରିବା ପାଇଁ ବିଲକୁଲ କାମ ଦେବନି। ତ ସେଇଥିପାଇଁ ତେଲ ଲଗେଇକି ବେଲନ୍ତୁ, ଯେଉଁଟାକି ଆମେ ଆରାମସେ ଆଉ ଥରକୁ ତେଲ ୟୁଜ୍ କରିପାରିବା। ତ ମୁଁ ଏଇଠି ନେଇଯାଇଛି ଗୋଟେ ଗ୍ଲାସ୍ଟିଏ, ଦେଖିପାରୁଥିବେ। ତ ଗ୍ଲାସ୍ରେ ଏମିତି ଛୋଟ ଛୋଟ ପୁରୀ ଗୋଟେ ସାଇଜ୍ର ଆମେ ବନେଇକି ବାହାର କରିବା। ଆପଣମାନେ ଚାହିଁଲେ ଛୋଟ ପୁରୀ ବି ଆପଣମାନେ ବନେଇକି ଗୁଳା କରିକି ବେଲିକି ନେଇପାରିବେ, କିନ୍ତୁ ଏମିତି ବନେଇଲେ କ'ଣ ଗୋଟେ ସାଇଜ୍ର ଆସିଯିବ, ଆଉ ଦେଖିବା ପାଇଁ ବି ସୁନ୍ଦର ଲାଗିବ। ତ ଦେଖନ୍ତୁ ଏମିତି କରିକି ମୁଁ ସବୁଯାକ ଗୁଳା ବନେଇକି ବେଲିକି ମୁଁ ନେଇଯାଇଛି। ତ ଦେଖିପାରୁଥିବେ। ତ ଏଇଠି ମୁଁ କ'ଣ କରିବି, ଟିକେ ନାକୁ ତେଲ ଅଳ୍ପ ତେଲ ହିଁ ମୁଁ ବସେଇଛି, ବେଶୀ ତେଲ ବସେଇନି ଫ୍ରେଣ୍ଡସ୍। ତ ତେଲଟାକୁ ମିଡ଼ିୟମ୍ ଗରମ ହେବା ପାଇଁ ଦେବା। ବେଶୀ ଗରମ ହେଲେ ଆମ ପୁରୀ ତକ ପୋଡ଼ିଯିବ, ତ ବେଶୀ ଥଣ୍ଡା ବି ହେଲେ ପୁରୀ ସବୁତକ ତେଲ ପିଇଯିବ। ତ ସେଇଥିପାଇଁ ମିଡ଼ିୟମ୍ ଗରମ ତେଲ ହିଁ ରଖିବା। ତ ଏଇଠି ଆମେ କ'ଣ କରିବା, ଗୋଟେ ପୁରୀ ଏଇଠି ଆମେ ଦେଇଦେବା। ତ ଦେଖନ୍ତୁ ଫ୍ରେଣ୍ଡସ୍, ଏମିତି କରିକି ପୁରୀ ଗୁଡ଼ାକ ଦେଇଦେବେ।
आपको एपट सेपट फुलकैकी 2 ରୁ 3 सेकेंड पर्यंत आपको एमती दबे दबे आपको पूरीटा को पूरा फुलेबे। तो देखो एमती करके पूरीटा को बाहर कर नबा आउ बाकी तक जितक पूरी रहिला सेम सेमती गोटी गोटी देकी एठी हमें फ्राए करबा। तेल रे पड़िला मात्रे ही देखंतु पूरीटा एकदम फुली जाउची देखिले ना एमती फुल्का फुल्का बनातु बहुत ही बढ़िया लागिबो। तो एपट सेपट 2 ରୁ 3 सेकेंड फ्राए कर सारा परे पूरीटा को आम बाहर कर नबा। एटा पोड़िला भाया देखा जाउची किंतु फ्रेंड्स बिल्कुल पोड़ीनी एटा आम जेहेतु टमाटो रे बनईचे ना तो सेहिति पई टमाटो कलरटा पळी आसीबो। तो आउ गोटे पूरी आपण मानक देखाऊँ फ्रेंड्स तो देखो तेल रे पड़िला मात्रे ही केमिति पूरीटा पूरा फुली जाउची देखिले ना एमती थरे बनातु। जदि खास्ताटा ठीक ठाक जदि आपण मैंने करेंगे तो पूरीटा 2 ରୁ 3 घंटा पर्यंत सेमती ही फुला फुला होकर रहिबो बिल्कुल भी दबिबनी। तो सेइथिपई आपण मैंने खास्ताटा जेते भल करेंगे पूरी पई सेते भल। तो चलतु पूरी तक सबुजाक आम एमती करके सबुजाक बनई नबा। तो देखो फ्रेंड्स आज जो टमाटो पूरी बनिकी एकदम रेडी निहाती थरे बनातु समस्त को बहुत भल लगे। आशा करुचे वीडियोटा बहुत भल लगे बोली जदि कोठी ना कोठी जदि वीडियो भल लगे तो वीडियो को गोटे लाइक करंतु आ चैनल को सब्सक्राइब दया करके निहाती करंतु। आपण माने कोठु कोठु वीडियो देखुचंती कमेंट करबा बिल्कुल भूलिबेनी। जय जगन्नाथ।